ଭାଇ ରାତି ପାଖାପାଖି 2:30 ହେଲାଣି। ମୁଁ ଶୋଇନି, 2:30 ପରେ ବି ହେଇଗଲାଣି। ମୋର କାମ ଚାଲିଛି, ଆମର ବାଲି ପଡ଼ୁଛି ରାତିରେ, କାମ ଚାଲିଛି। ଏଇଠି ଗାଡ଼ି ଯାଉଛି, ଟ୍ରାକ୍ଟର ଆଉଛି, ବାଲି ପକାଉଛି। ମୋ ସାଙ୍ଗର ବହୁତ ପିଲା ଥିବେ ଯେଉଁମାନେ ବର୍ତ୍ତମାନ ଶାନ୍ତି ନିଦରେ ଶୋଇଥିବେ। ମୋର ବି ଏଠି ଯେଉଁମାନେ କାମ କରନ୍ତି ସେମାନେ ଶୋଇଛନ୍ତି। ମୁଁ କିନ୍ତୁ ଏଠି ଅନିଦ୍ରା ହେଇକି ଟ୍ରିପ୍ ଗଣୁଛି, କେଉଁ ଗାଡ଼ି କେତେ ବାଲି କେତେ ଟ୍ରିପ୍ ପକେଇଲା। ମୁଁ କହିବାକୁ ଚାହୁଁଛି ଯେ ମାନେ ସମସ୍ତଙ୍କ ସମୟଟା ସବୁବେଳେ ସମାନ ନଥାଏ। ମୋ ସାଙ୍ଗମାନେ ଅଛନ୍ତି, ମୋ ସାଙ୍ଗର ବହୁତ ପିଲା ଅଛନ୍ତି, ସେମାନେ ବି ବହୁତ କିଛି ପିଲା ଅଛନ୍ତି, ସେମାନେ ରାତି ଅନିଦ୍ରାରେ ରହୁଥିବେ। ବହୁତ ପିଲା ଅଛନ୍ତି, ସେମାନେ ବି ଶାନ୍ତିରେ ଶୋଇଥିବେ। କିନ୍ତୁ ସମସ୍ତଙ୍କ ସମୟଟା ସବୁବେଳେ ସମାନ ନଥାଏ। ସମସ୍ତଙ୍କର କଷ୍ଟଟା ବି ସବୁବେଳେ ସମାନ ନଥାଏ। ସବୁବେଳେ ସମସ୍ତଙ୍କର ମାନେ ତାଙ୍କ ନିଜର ସମୟଟା ଆଉ ତାଙ୍କର ଅଭାବନୀୟ ସମୟଟାକୁ ନେଇକି ସବୁବେଳେ ସେଇ ଟାଇମରେ ଚାଲିବାକୁ ପଡ଼େ। ତ କାହାକୁ ଦେଖି ନିଜକୁ କୋସିବାଟା ସେଇଟା ଠିକ୍ ନୁହଁ। ହୁଏତ ଆଜି ଆମେ ପର ପାଖରେ କାମ କରୁଛେ, ଆମର ସେତିକିଟା ଆମ ପାଖରେ ନାହିଁ, ମାନେ ସେତିକିଟା ଆମର ଖୁସି ଆମ ଭାଗ୍ୟରେ ବର୍ତ୍ତମାନ ନାହିଁ। ହୁଏତ ଏଇ କଷ୍ଟ ପରେ ଆମକୁ ଆଗକୁ ଆଉ ଖୁସି ମିଳିପାରିବ। କାହାକୁ ଦେଖିକି ନିଜ ଲାଇଫ୍ର ଡିସିସନ୍ଟା ଆଉ ନିଜ ଚରିତ୍ରଟାକୁ ବଦଳାଇବାଟା ସେଇଟା ଠିକ୍ ନୁହଁ। ସମୟ ସାଙ୍ଗରେ ସମୟ ଯେମିତି ନେଉଛି ଆମେ ଚେଷ୍ଟା କରିବା କେମିତି ଆମେ ଭଲରେ ଆଉ କିଛି ଭଲ କରିବା। କିନ୍ତୁ ସମସ୍ତଙ୍କ ସାଙ୍ଗରେ ଆମେ ସମସ୍ତଙ୍କର ଭଳିଆ ସମସ୍ତଙ୍କ ସମୟ ସାଙ୍ଗରେ ନିଜ ସମୟକୁ ତୁଳନା କରିବାଟା ଠିକ୍ ନୁହଁ। ହଉ ଭାଇମାନେ, ଗୁଡ଼୍ ନାଇଟ୍।